ନା ଶୁଣୁ ସେଟା ତୁ ବୋକା ତୋଟା କଥାଟା କଣ ନା ଗୋଟେ କଥାଟା କଣ କହିଲୁ ମାନେ ଆମେ ଯୋଉ କାଲି ସବୁ ଫିଷ୍ଟି କଲ ତମେ ତ ମୁକେଶ ଅମ୍ବାନୀ ପୁଅ ନୁହଁ କି ତୁକୁ ରତନ ଟାଟା ତ ନାତି ନା କିନ୍ତୁ ବାସନ ମାଜିଲା କଥା ବେଳେ ଯେତେବେଳେ ବାସନ ମାଜିବ କିଏ ଡିସ୍କସନ ହଉଛି ତମେ କାହିଁକି ନା ମୋ ମାଣ୍ଡୁ ଫୋନ କଲା ସେ କହୁଛି ମୋ ମାଣ୍ଡୁକୁ ନେଇକି ଯିମି ସେ କହୁଛି ମୋ ମାଣ୍ଡୁ ତା ଘରକୁ ଯିମି କାମ କରତେ ତମ ବାପା ମତେ ଚାକର ରଖିଥିଲା ଏଠି ମୋ ବାସନ ମାଜିମି ଭାଇ ତମେ ଏତେ ଗରମ କଣ ଚଳିବ ହାଲକା ଗରମ ଗରମ ଥଣ୍ଡା କଥା ଏଠି ନୁହଁ ଶୀତ ଦିନ ସମିତି ଏଠି କିରେ ବାବୁଲୁ ମିଛ କହୁଛି କି କିନ୍ତୁ ଗରମ ହବାର କାରଣ ଅଛି କାରଣ ମାନେ ଦେଖେ ଖାଇଲା ବେଳକୁ ସବୁ ନେଲା ବେଳକୁ କେବଳ ମୁଁ ଭାଇ କାଲି ଯଦି ଏତେ ଗରମ ହବାର ଥିଲା ଆମେ ଗ୍ୟାସ ଚୁଲା କଣ ପାଇଁ ଆଣିଲେ ହଁ ଠିକ ସେଇ ଗରମରେ ରୋଷେଇ କରିଦେଇଥାନ୍ତେ କଥାରେ କହିଲୁ ସେ ବୁଦ୍ଧିରେ କାଲି ପ୍ରୟୋଗ କରିଥାନ୍ତୁ କେତେ ବଢିଆ ହେଇଥାନ୍ତା 1000 ଟଙ୍କା 5ଟା କଣ ହେଇଥାନ୍ତା ଜାଣିଛୁ ନା ବିୟର ହେଇଥାନ୍ତା 5ଟା क्या बात कहिबे ଆଉ क्या रो ତମକୁ ଏତେ ମାଲ ପିଇବି କି ଆହୁରି ହେଲାନି 5ଟା ବିୟର ଫେରେ ଗ୍ୟାସ ଆଣିକି ମୁଣ୍ଡ ଉପରେ ଜାଳିବ ମାନେ ଭାଇ ତମେ ନିଜେ କର କି ମୁଁ କାଲି ଗରମ ଅଛି ବୋଲି ତମେ ତ ରୋଷେଇ କରିଦେଲ ତମକୁ ଆମେ କଣ କଥାଟା ସେଠି ନୁହଁ କଥାଟା ହଉଛି ବାସନ ମାଜିବ କିଏ ଆମେ ଯୋଉ ଫିଷ୍ଟି କରିଦେଲ ହେଲା ସମିତେ ଖାଇଦେଲ ନିଜ ହାତ ନିଜେ ଖାଇଦେଲ ନିଜ ହାତ ନିଜେ ଖାଇଦେଲ ନିଜ ହାତ ନିଜେ ଧୋଇ ପଡିଲ କିନ୍ତୁ ବାସନ ମାଜିଲା ବେଳକୁ ନା ତୁ ମାର ଦେ এটা କଣ କମେଡି ଚାଲିଛି ଏଠି ନା କମେଡି ଚାଲିନି ମୋ କହିବା ଦ୍ୱାରା ଦାୟିତ୍ୱ ନେଇଥିଲା କିଏ ଦାୟିତ୍ୱ ଯିଏ ନଉ ନା କାହିଁକି ବାସନଟା ଆପଣ ମାଜିବେ ଆଜ୍ଞା ଆମେ ନା ବାସନ ମାନେ ବାସନ ମାଜିବୁ ସିଏ ନା ନା ବାସନ ମାଜେ ବାସନ ମାଜିବ ରଞ୍ଜିତ ତୁ ମୁକେ ମାଜି ତୁ ମାଜୁ ଦେଖ ରଞ୍ଜିତ ସିଏ ଯୋଉ ଇଏ ତୋ ବଡ ଭାଇ ସେ ଯୋଉ କଥାଟା କହୁଛି ଠିକ କଥା କହୁଛି ତୁ ବାଧ୍ୟ ହଉ ବା ଅବାଧ୍ୟ ହଉ ବା ବଳପୂର୍ବକ ହଉ ତୁ କଣ କର ନା ବାସନଟା ମାଜିଦେ ତୁ ଯଦି ନ ମାଜିବୁ ଆମ ଗାଁରେ ଯୋଉ ଚା କିଆ ଭଦ୍ର ଲୋକ ବୁଲୁଛନ୍ତି ମୁଁ 5 ଜଣଙ୍କୁ ଡାକିମି ସନ୍ଧ୍ୟାବେଳେ ଗୋଟେ ମିଟିଂ ଟେ ଡକାଉ ସନ୍ଧ୍ୟାବେଳେ ମିଟିଂ ଡକାଉ ଜାଣିପାରୁନୁ କିଏ ମୁଁ ମୋ ବାପା ସରପଞ୍ଚ ବୋଲି ତୁ ଜାଣିନୁ କାନ୍ଧରେ ଆହୁରି କଣ ଲୋ ଭାଇ ବଡ ଭାଇ କାନ୍ଧରେ ହାତ ପକେଇ ଦଉ ଏ ଭାଇ ମୋ ବାପା ୱାର୍ଡ ମେମ୍ବର ଟି ତୋ ବାପା ୱାର୍ଡ ମେମ୍ବର ହଉ ଶୁଣ କଣ ମୋ କାନ୍ଧରେ ହାତ ପକେଇ ମୋ ସାଙ୍ଗ ତୋ ବାପା ସରପଞ୍ଚ ୱାର୍ଡ ମେମ୍ବର ସେଟା ଭାଇ ମୋର ଜାଣିବା କିଛି ଦରକାର ନାହିଁ ମୋର କଥା ହେଲା ବାସନଟା ମାଜିବ କିଏ ରଞ୍ଜିତ କାହିଁକି ମାଜିବ ପଏଣ୍ଟଟା ହେଲା ଯେ ରଞ୍ଜିତ କାହିଁକି ମାଜିବ ଏବେ ମୁଁ କହୁଛି ରଞ୍ଜିତ କାହିଁକି ମାଜିବ ଦେଖେ ରଞ୍ଜିତ କଥାଟା ପଡିଛି ତୁ ବାସନ କାହିଁକି ମାଜିବୁ ତୁ ଜାଣିତେ ଚାହୁଁ ତୁ କାହିଁକି ବାସନ ମାଜିବୁ ଶୁଣ କାଲି ସେ ଯୋଉ ଝିଅ ଆସିଥିଲା ନୀଳ ଶାଢୀ ପିନ୍ଧିକି ତୋ କଲେଜ ବେଳର ପ୍ରେମିକା ନା ତୁ ତ ବାହା ହେଇପାରିଲୁନି ସେ ସାଙ୍ଗରେ ବୁଲି ନା ଶୁଣୁ କହିସାରେ ଭଦ୍ର ଲୋକମାନେ ଶୁଣନ୍ତୁ ମୁଁ କହିସାରେ ସେ ସାଙ୍ଗରେ କଣ କରିଥିଲା ତା ଘଇତାକୁ ଘିନିକି ଆସିଥିଲା ସେଟା ଘଇତା ତ ଆଇଲା ସାଙ୍ଗରେ 5-6ଟା ଛୁଆ ତାର ଗୋଟେ ଛୁଆ ମୂର୍ତ୍ତି ଦେଲା ମନେ ଅଛି ନା ଆମ ଦହି ଭିତରେ ମୂର୍ତ୍ତି ଦେଲା ସବୁ ଦହି ନଷ୍ଟ ହେଲା ମନେ ରଖିଥିବୁ 5-6ଟା ଛୁଆ ତା ଘଇତା ତୋ ଏକ୍ସ 8-10 ଜଣ ହେଇଗଲେ ସେମାନେ ଯୋଉ ଖାଇଲେ ମାନେ ଗେମ୍ଫିଲେ ତ ପୁରା ଯେମିତି ଘୁଷୁରି ଏମିତି 3 ବର୍ଷ ହେଲା ଖାଇନାହାନ୍ତି ନୂଆ ବର୍ଷ ଫିଷ୍ଟି ଅପେକ୍ଷା କରିକି ବସିଥିଲେ ଆମେ ବି କନଫ୍ୟୁଜ ଥିଲୁ ଯେ ଆମେ ଖାଇମୁ ନା ଆମେ ଫିଷ୍ଟି କରୁଛୁ ନା ଏଠି ତ ପରିବାର ଲୋକ ଫିଷ୍ଟି କରୁଛନ୍ତି ସେ ଏକ୍ସ ୱାଇ ଜେଡ୍ ଯିଏ ହୁଅନ୍ତୁ ନା କାହିଁକି ହଉ ଟିକେ ରହ ମୁଁ କହିସାରେ ମୁଁ ତ ମାଝି ମୋ ଏକ୍ସ କୁ ସିଏ ତ ଡାକ୍ତର ଏକ୍ସ କୁ ସିଏ ତାର କଣ କରିବ ମୁଁ ଏଠାର ମନରେ କହିବି କଥା ମଝିରେ ଝଗଡା କଣ ପାଇଁ ବଡ ଭାଇ ମାନେ ଠିଆ ହେଇଛନ୍ତି ସରପଞ୍ଚ ମାନ୍ୟଗଣ୍ୟ ସରପଞ୍ଚଙ୍କ ପୁଅ ଠିଆ ହେଇଛନ୍ତି ତାଙ୍କ ପୁଅ ଆପଣ ଟିକେ ଦୟାକରି ପାଟି ବନ୍ଦ କରନ୍ତୁ ଠିକ ଅଛି ସରପଞ୍ଚଙ୍କ ପୁଅ ଠିଆ ହେଇଛନ୍ତି ସକାଳୁ ମାରିଦେଛୁ ମୁଁ ତୁ ଦେଇଥିଲୁ ସରପଞ୍ଚ ଧୈର୍ଯ୍ୟ ଧରନ୍ତୁ ଆମକୁ ଆମର ଡିସ୍କସନ ଏଟା ନୁହଁ ତୁ ମହୁଲି ନେ ତୁ ଗଞ୍ଜେଇ ନେ ତୁ ସିଗାରେଟ ଟାଣେ ଆମର ପଏଣ୍ଟ ଉଠୁଛି ଯେ ବାସନ ମାଜିବ କିଏ ରଞ୍ଜିତ ତୁ ମାଜିବାକୁ ବାଧ୍ୟ ତୋ ଏକ୍ସ ୱାଇ ଜେଡ୍ ସିଏ ଆସିକି ସବୁ ଖାଇକି ଗଲେ ସିଏ ଆଣିଥିଲା ପୁଣି କଣ ଧୈର୍ଯ୍ୟ ଧର ଏ ମାଡ଼ଗୋଳ ଟିକେ ତୁମେ 2 ଜଣ କଣ ବଡ ପିଲା ଠିଆ ହେଇଛନ୍ତି ୱାର୍ଡ ମେମ୍ବର ପୁଅ ଉପରେ ହାତ ଉଠା ଲାଗିବେ ସମ୍ଭାଳିପୁରେ ପୁଅ ନହେଲେ ବାସନ ଫେର ତୁ ମାଜିବୁ ପାଟି କନି ଠିକ ଅଛି ବାସନ ରଞ୍ଜିତ କାହିଁ ମାଜିବୁ ତୁ ଜାଣିପାରିଲୁ ଜାଣିପାରିଲି ମାଜିବୁ ନାହିଁ ଦିଦି ସେ ଚନ୍ଦା ମୁଣ୍ଡିଆ ଟା ବାହାଇଛି ତାର ତ 6ଟା ଝଗଡା କରতে আসছো কি ସରପଞ୍ଚ ପୁଅ ରୋଲ କରିଛୁ ଚିଞ୍ଚୁ ନା ମତେ ଓଡିଆରେ କଥାବାର୍ତ୍ତା ଶିଖି ତାପରେ କହିବୁ ଏବେ ମୋର ବି ଡାଉଟ ହଉଥିଲା 3ଟା ଭଳିଆ ଦେଖାଉଥିଲା 3ଟା ଭଳିଆ ମାନେ ତୋ ପାଇଁ ମତେ ବେଜତି କରୁଛନ୍ତି ନା ତତେ ବେଜିତ ଫେଜି କିଛି ହଉନି ଏବେ ଶୁଣ ଗୋଟେ କଥା କଣ ଶୁଣ ଆପଣ ସେତ କହୁଛନ୍ତି ସରପଞ୍ଚ ରୋଷେଇ ହଉଥିଲା ଆପଣ ରୋଷେଇ ତ କମ କରୁଥିଲେ ଘରକୁ ତ ଅଧିକ କହୁଥିଲେ ମାନେ ମୋ ବାପା ଖାଇବ ମୋ ବୋଉ ଖାଇବ ମୋ ଭାଇ ଖାଇବ ମୋ ଭଣଜା ଖାଇବ ଏତେ ଖାଇଲ ଦୟାକରି ଯାଇ ବାସନଟା ଧୋଇ ଦଉନ ମୁଁ ବାସନ ମାଜିବି
ଆପଣ ସରପଞ୍ଚ ପୁଅ ମାନୁଛୁ ସରପଞ୍ଚ ପୁଅ ବାସନ ମାଜିବ ନା ଆପଣଙ୍କ ବାପ କଣ କରୁଥିଲା ମୁଁ ରଞ୍ଜିତ କଣ କରୁଥିଲା ବୁଲି ବୁଲି ରଞ୍ଜିତ ଆଣିଲା ଅଣ୍ଡା ମୁଣ୍ଡିଆ ଆଣିଲା ଖାଇଲେ ମୁତି ଦେଇକି ପଳେଇଲେ 7 ଲିଟର ହଁ ସେ ହେଲା ଯେ ବାସନ ମାଜିବ ନା ମୁଁ ଆମେ ତ ସେୟା ଭାବୁଛୁ କିନ୍ତୁ ବବୁଲୁ ମାନେ ଆମେ କିଏ ବାସନ ମାଜିବ? କଥା ଆମେ ସମାଧାନ ହଉନି ଆମେ ଗୋଟେ କାମ କରିବା 5 ଜଣ ଚା ଖିଆ ବଦଳ ଲୋକଙ୍କୁ ଡାକିବା ଗୋଟେ ମିଟିଂ ଗୋଟେ ହଉ ତା ଛଡା ୟା ବାପା ବି ଆସିବ ତୁ ସନ୍ଧ୍ୟା ବେଳକୁ ମୋର ଦେଖା ହେଇଛୁ ହଉ ଠିକ ଅଛି ସନ୍ଧ୍ୟାବେଳକୁ ଦେଖାଯିବ ଶୁଣ କଥାଟା ଶୁଣ ଆମେ ଛୋଟ କଥାଟାକୁ ଯଦି ପଞ୍ଚାୟତ ପର୍ଯ୍ୟନ୍ତ ନବା ଲୋକ ଆମ ଉପରେ ଇଏ ବା ନେଇ ସାଇଲେଣି ଆଉ ନେବା କଣ ଧୈର୍ଯ୍ୟ ମିଟିଂ ବା ଡକେଇଦବା କହିଲେଣି ହଉ ଧୈର୍ଯ୍ୟ ଧର ଇଏ ଗୋଟେ ଛୁଆ ନୂଆ ବର୍ଷ ପଛ ବର୍ଷ ନୂଆ ବର୍ଷ ଏବେ ହେଲା ସେବେଠୁ କହିଲାଣି ଭାଇ ଫିଷ୍ଟି କରିବା ନୂଆ ବର୍ଷ ହେଲା ଜାନୁଆରୀ ମାସ ହେଲା ନୂଆ ବର୍ଷ ହେଲା ଫିଷ୍ଟି କରିବା ଟାଇମ ବି ହେଲା କିନ୍ତୁ ଏ ବୋକା ଚୋଦା କଣ ଏଠି ଅଛି ମାଣ୍ଡୁକୁ ନେଇକି ବୁଲଉଛି କୁଆଡେ ଆଇଲା କେବେ 2ଟାରେ ଖାଲି ଖାଇଲା ବେଳେ ଆଇଲା ମାଣ୍ଡୁକୁ ଧରିକି ଧରି ଆଇଲା ହଁ ଛାଡେ ସେଟା ସେ ମାଣ୍ଡୁ କଥା ତା ମାଣ୍ଡୁ କଥା ତାକୁ ଛାଡେ ମାଣ୍ଡୁକୁ ତ ନେଇକି ଗଲା ବୁଲେଇଲା ଫେର ଆଇଲା ଖାଲି ଗେମ୍ଫି ଦେଇକି ଫେର ମାଣ୍ଡୁକୁ ନେଇ ଏଇଥର ମତେ କହୁଥିଲା ପଳେଇଲା ଗୋଟେ କାମ କର ବାବୁଲୁ ରଞ୍ଜିତ ତୋ 2 ଜଣ ଯାକେ ବାସନଟା ମାଜି ନା ବା ସମ୍ଭବ ନାହିଁ ମିଟିଂ ଡାକ ସନ୍ଧ୍ୟାବେଳକୁ ତାପରେ ଯାବ ଇଏ ମାଡ ଖାଇଯିବ ସମସ୍ତଙ୍କୁ ଦି ଘଣ୍ଟା ମାରିବ କହିଲାନି ମିଟିଂଟେ ଧରି ମିଟିଂ ଫିଷ୍ଟିଟେ ହେଲା ଏବେ ମିଟିଂଟେ ହବ ମିଟିଂଟେ ନହେଲେ ସୁଧୁରିବାନି ସନ୍ଧ୍ୟାବେଳକୁ ଆସିବ ରେ 5 ଜଣ ଭଦ୍ର ଲୋକଙ୍କୁ ଡାକିବା ଚାଙ୍କିଆ ଭଦ୍ର ଲୋକ 5 ଜଣଙ୍କୁ ଡାକିବା 5 ଜଣ ବସିବେ ଆମେ 4 ଜଣ ମୋ ଆଗରେ ବସିବା ପଇସା ନେଲ ମୋ ପାଖରୁ ମାଲ ନେଲ ମୋ ପାଖରୁ ଲାଷ୍ଟ ବାସନ କହୁଛ ମତେ ମାଜିବା ବିଜେ ଆଣିଥିନି ବାଜିଲାନି ଆଇଏକ୍ସ ର ତା ଛୁଆର କାନ କାଟିଯିବ ହେଲା ଦହି ଆଣିଥିନି ସାଲାଡ କରିବା ପାଇଁ ଖାଇଗଲାନି ଆଇଏକ୍ସ ତା ପୁଅ ତାର କାନ ଫାଟି ତାର ଫୋନ ହଉ ଗୀତ ବାଜିବନି ମୁଁ ହଉ ଏବେ ମୁଁ କହୁଛି ଏଡେ ବଡ ତାଟରେ ଚିଙ୍ଗିଡି 2 କେଜି ଆଣିଥିଲି ମତେ ଚିଙ୍ଗିଡି ପସନ୍ଦ କିନ୍ତୁ କଣ ହବ ତା ମାଣ୍ଡୁ ଖାଇଲା ମାଣ୍ଡୁ ପାଛ ମଟନ ଆଣିଥିଲି 4 କେଜି ବାପା ଖାଇବ ବୋଉ ଖାଇବ ମାମୁ ଖାଇବ ସବୁ ବୋଇକିନି ବୋଇଲା ସେ ବାଇକ ରେ ବୋଇଲା ପଳେଇଲା ତୁ ଜାଣିବୁ କେମିତି ତୁ ସିନା ଦୁନିଆ ବିଷୟରେ କି ଜାଣିପାରୁଛୁ ନା ତୁ ତ ମାଣ୍ଡୁ ଅଛି ମାନେ ଖାଲି ଧଇଲା ଫୋନ ଟାକୁ ଫିଷ୍ଟ କାମ କରେ ଫୋନ ଟା ଧରି କାନ ଦେଇ ଗୀତ ବାଜିବନି ମୁଁ ଫୋନ କଥା ଗୀତ ବାଜିବନି ହଉ ଆପଣ କଣ ଭଦ୍ର ଲୋକ ଥିଲେ କି? ହଁ ଆଉ ମୁଁ କଥା କହୁଥିଲି ଭଦ୍ର ଲୋକ ଥିଲେ ଦେଖ ମାନେ ଏଇ ଯୋଉ ଖାଇକି ଶରୀରଟା ତ କରୁଛୁ 6 କେଜିଆ କାମ ସବୁ କରୁଥିଲି ମୁଁ ଗଣ୍ଡିଟା କରୁଛୁ 9 କେଜିଆ ଦୟାକରି ପାଣିଟା ଟିକେ ମାଜି ଦଉନ ନା ସମ୍ଭବ ନୁହେଁ କୌଣସି ମତେ ହେଇପାରିବନି ଏଟା ବି ସତ କଥା ବାବୁଲ ଦେଖ ସେ ଯଦି ପାଣି ଭିତରେ ପଶିବ ଭାସି ଭୁଜା ଖାନେ ଲୋକ କହିବେ ଜଳ ହାତୀ ପଶିଗଲା ଦେଖେ ରଞ୍ଜିତ ହଁ ତୁ ଗୋଟେ ଭଲ ପିଲା ଗାଁ ଗହଳିରେ ତୋ ନାଁରେ ଚର୍ଚ୍ଚା ଯେ ରଞ୍ଜିତ ଗୋଟେ ଭଲ ପିଲା ସେ ଭଦ୍ରାମୀର ଦୃଷ୍ଟିରୁ ମୁଁ ଗୋଟେ କଥା କହୁ ଦେଖେ ଭଦ୍ରାମୀର ମାର୍ଗ ଦେଇକି ଅଭଦ୍ରାମୀର ଯୋଉ ରାସ୍ତା ଅଛି ନା ମତେ ଅତିକ୍ରମ କରତେ ଦେ ନା ତୁ ଗୋଟେ କାମ କର ବାସନଟା ମାଜି ନା ତୁ ମାଜିଦେ ମନା କର ଥର ମନା କରି କିଏ ମାଜିବ ତୁ ମାଜିବନି ତମେ ଜଣ ତମେ ତମେ ଜଣ ଆମେ ସେଇଥିପାଇଁ ତ ବାପା ବୋର୍ଡ ମେମ୍ବର କରିଛି ନା ତ ମୁଣ୍ଡି କରି ଚଢି ଯାଉଛି ଦେଖ ଝଗଡା ଲାଗ ନା ଆମେ ପଞ୍ଚାୟତରେ ବସିଲା ସନ୍ଧ୍ୟାବେଳେ ଶୁଣ ଆମେ ଏଇଥିପାଇଁ ତ ବାପା ବୋର୍ଡ ମେମ୍ବର ହେଲା ଏଇଟା ଆମର ଲାଷ୍ଟ ଖାଉ ହଁ ତୁମେ କାଲି ତ ପେଟେ ଖାଇଗଲ ଆଇକନିକ ହ୍ୱାଇଟ ପିଇବ ଦେଖୁଛ ନା ସରପଞ୍ଚ ମହାଲକ୍ଷ୍ମୀ ପିଇବ ସରପଞ୍ଚ ପୁଅ ଆସିବୁ ରେ ମହାରାଣୀ ବୋଧେ ମହାରାଣୀ ପିଇବ ଆଇକନିକ ହ୍ୱାଇଟ ପିଇବ ଆସିଛନ୍ତି ସେଇଥିପାଇଁ ଗରମ ଦେଖୁଛୁ ନା କଥାଟା ଦୟାକରି ଟିକେ ଶୁଣ ନୁହ ଟିକେ ଝଗଡା ଲାଗ ନା ଆମେ ସନ୍ଧ୍ୟାବେଳେ ବସିବା ମିଟିଂ ରେ ଆମେ ଭଦ୍ର ଲୋକ କେଣ୍ଡୁଆ ବାସନ କୁସନ ସେଭଳିଆ ପଡିଥାଉ ହେଲା ସେ ଥାଉ ନଈ ତ ବଢିବାର ନାହିଁ ଭାସିବ ନାହିଁ ଚାଲ ଆମେ ଯିବା ଗାଁରେ ଭଦ୍ର ଲୋକମାନଙ୍କୁ ଡାକିବା ହେଲା ଚାଲ ନିଶା ହେଇଛି ତା ପିଠା ଲାଗନା ଆମୁ କାକାକୁ ଡାକିଦବୁ ସନ୍ଧ୍ୟାବେଳେ ବୁଝ ରାମୁ କାକା କହିଦବା ଆଡକୁ ସମ୍ଭାଳୁଛି ଆରେ ଗଞ୍ଜଡ ଧୈର୍ଯ୍ୟ ଧର ଟିକେ ସନ୍ଧ୍ୟାବେଳକୁ ତ ପଞ୍ଚାୟତ ଆମର ବସିବ ହଉ ଠିକ ଅଛି କଥା ବୁଝିବାକୁ କହୁଛ
ସକାଳେ ଏତେ ପିଉଛୁ କଣ ପାଇଁ? ସରପଞ୍ଚ ତୁ ଦଉଛୁ ପଇସା ଦଉଛୁ ସରପଞ୍ଚ